ଜାତୀୟ ପତାକା ଅବମାନନା ଅଭିଯୋଗରେ ବାପି ସର୍ଖେଲଙ୍କ ବିରୁଦ୍ଧରେ ଦୁଇଟି ସଂଗଠନ ତରଫରୁ ପାରାଦୀପ ଆଦର୍ଶ ଥାନାରେ ଏତଲା ଦିଆଯାଇଛି। ଇଣ୍ଡିଆନ୍ ଫ୍ଲାଗ କାର୍ଡ 2002 ଏବଂ ଜାତୀୟ ସମ୍ମାନ ଆଇନ 1971ରେ ଅପମାନ କରାଯାଇଥିବା ଅଭିଯୋଗ ଆଣିଛନ୍ତି ବାପି, ପାରାଦୀପ ସିଟିଜେନ୍ ଫୋରମ ଏବଂ ନାରାୟଣ ବୀରବର ସାମନ୍ତ ଚାରିଟେବଲ୍ ଟ୍ରଷ୍ଟ। ନିକଟରେ ସୋସିଆଲ ମିଡିଆରେ ଏକ ବାର୍ତ୍ତା ପ୍ରଦାନ ବେଳେ ଅରିନ୍ଦମ ସର୍ଖେଲ और बापी सर्खेलଙ୍କ ଜାତୀୟ ପତାକାକୁ ଅବମାନନା ଅଭିଯୋଗରେ ଦୁଇଟି ସଂଗଠନ ତରଫରୁ ପାରାଦୀପ ଆଦର୍ଶ ଥାନାରେ ପୃଥକ ଭାବେ ଏତଲା ଦାୟର କରାଯାଇଛି। ସିଟିଜେନ୍ ଫୋରମର ସଭାପତି ଶଶାଙ୍କ ଶେଖର ଆଚାର୍ଯ୍ୟ ଏବଂ ବୀରବର ସାମନ୍ତ ଚାରିଟେବଲ୍ ଟ୍ରଷ୍ଟର ଟ୍ରଷ୍ଟି ସୁଶାନ୍ତ କୁମାର ସ୍ୱାଇଁ ସେମାନଙ୍କ ସମର୍ଥକଙ୍କ ସହିତ ଆଦର୍ଶ ଥାନାର ଅଧିକାରୀ କାବୁଲି ବାରିକଙ୍କୁ ଭେଟି ଏତଲା ଦେବା ସହ ବାପି ସର୍ଖେଲଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ। ଅତୀତରେ ଦୁଇଟା ହତ୍ୟା ଘଟଣାରେ ଗିରଫ ହୋଇ ଜେଲ ଯାଇଥିବା ସର୍ଖେଲ ପାରାଦୀପରେ ତାର ଅସାମାଜିକ କାର୍ଯ୍ୟକଳାପ ପାଇଁ ଏଠାରେ ଅଶାନ୍ତିର ବାତାବରଣ ସୃଷ୍ଟି କରିବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ଶ୍ରୀ ଆଚାର୍ଯ୍ୟ ଓ ଶ୍ରୀ ସ୍ୱାଇଁ ଅଭିଯୋଗ କରିଛନ୍ତି। ତେବେ ଅତୀତରେ ପାରାଦୀପରେ ଯୁବନେତା ମୁନ୍ନା ପରି ହତ୍ୟା ଘଟଣା ଓ ଅନ୍ୟ ସଂଗଠିତ ଅପରାଧିକ ଘଟଣାରେ ବାପି ସର୍ଖେଲଙ୍କୁ ସଂଶ୍ଳିଷ୍ଟ ଅଭିଯୋଗକୁ ଭିତ୍ତି କରି ସିବିଆଇ ତଦନ୍ତ ନିମନ୍ତେ ସିଟିଜେନ୍ ଫୋରମ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରାଯିବ ବୋଲି ଫୋରମର ସଭାପତି ଶଶାଙ୍କ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଆଉ ଏକ ପ୍ରଶ୍ନ ସୃଷ୍ଟି କରୁଛି, ବାରମ୍ବାର ପାରାଦୀପକୁ ଅଶାନ୍ତି ସୃଷ୍ଟି କରୁଥିବା ବାପି ସର୍ଖେଲ କିଏ, ତାଙ୍କ ଘର କେଉଁଠି, କାହିଁକି ଆମ ଭାଇଚାରାକୁ ନଷ୍ଟ କରୁଛନ୍ତି? ମୁନାପତି ମର୍ଡର କେସ୍ରେ ପୋଲିସ କାନ୍ର ଭିତରେ ଥିବା ବାପି ସର୍ଖେଲ, ଜିଜ୍ ମର୍ଡର କେସ୍ରେ ଜେଲ୍ ଯିବା, ମହେନ୍ଦ୍ର ସ୍ୱାଇଁଙ୍କ ମର୍ଡର କେସ୍ରେ ଜେଲ୍ ଯିବା, କମ୍ପାନୀମାନଙ୍କଠୁ ବଟି ଆଦାୟ କରିବା ପାଇଁ କ'ଣ ପାଇଁ ପ୍ରଶାସନ ଚୁପ୍ ରହିଛି, ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରଶାସନକୁ ଅନୁରୋଧ କରିଛନ୍ତି ପାରାଦୀପର ବୁଦ୍ଧିଜୀବୀମାନେ ପାରାଦୀପରେ ଯେତେ ସବୁ ଅଶାନ୍ତି ସୃଷ୍ଟି ହୋଇଛି ତାର ସିବିଆଇ ତଦନ୍ତ ହେବା ଦରକାର। ଜଗତସିଂହପୁର ସନ୍ତୋଷ ମଲ୍ଲଙ୍କ ରିପୋର୍ଟ, ଜନ ଅଧିକାର ଲାଇଭ୍।